ସକାଳୁ ସକାଳୁ ମୋ ଭଉଣୀ ଆସି ପହଞ୍ଚି ଯାଇଥିଲା, କାହାକୁ କିଛି ଖବର ନାହିଁ। ଗରମା ଗରମ ଚାହା ସାଙ୍ଗକୁ ବିସ୍କୁଟ ଟିକେ ଖାଇଦେଇ ଚାଲି ଯାଇଥିଲି ବ୍ରେକଫାଷ୍ଟ ବନେଇବା। ଇଟିଲି ସାଙ୍ଗକୁ ମଟର ତରକାରୀ ଧରି ଦୁଇ ଭଉଣୀ ବସିଗଲୁ ଖାଇବା ପାଇଁ। କାହାର ଇଟିଲି ପସନ୍ଦ ମୋତେ କମେଣ୍ଟରେ ନିହାତି ଜଣେଇ। ପରେ ମୁଁ ଚାଲି ଯାଇଥିଲି ଲଞ୍ଚ ପ୍ରିପାରେସନ ପାଇଁ। ଆଜି ଲଞ୍ଚରେ ବନେଇଥିଲି ଭାତ, ଅଣ୍ଡା ଝୋଳ, ପିଆଜ ସାଇଁ ବଡ଼ା, ତା ସାଙ୍ଗକୁ କଦଳୀ ଆଳୁ ଭଜା। ଯେହେତୁ ଅଣ୍ଡା ହେଇଛି, ଲିଚି ବହୁତ ଖୁସିରେ ଖାଇଦେଇ ସାରି ଦେଇ ବହୁତ ଦିନ ପରେ ଭଉଣୀ ଆସିଥିବାରୁ ବସିଗଲୁ ଟିକେ ଗପସପ୍ ହେବା ପାଇଁ। ତାପରେ ସନ୍ଧ୍ୟାରେ ବାହାରିଲୁ ଆମେ ମାର୍କେଟ। ସିଧା ଆମ ଗାଡ଼ି ଯାଇ ଅଟକି ଯାଇଥିଲା ଭେଜ୍ ଫାଷ୍ଟଫୁଡ୍ ସାମ୍ନାରେ। ଏଠିକାର ଭେଜ୍ ରୋଲ୍ ମୋର ବହୁତ ପସନ୍ଦ। ଏପଟେ ଲିଚି ଆଉ ତାର ଆଶୀଙ୍କର ଅଲଗା ଖେଳ ଚାଲିଥାଏ, ଯେମିତି ଟମ୍ ଆଣ୍ଡ ଜେରି। ଦୁହେଁ ଦୁହିଁଙ୍କୁ ପାଇ ଏତେ ଖୁସି ଯେ ରାସ୍ତାରେ ନାଚିବାକୁ ଲାଗିଲେ। ତାପରେ ଆମେ କିଛି କିଣାକୁଣି ସାରି ଘଣ୍ଟା ଦେଖିଲା ବେଳକୁ ଆସି ରାତି 9ଟା ହେଲାଣି। ଆଉ ଥଣ୍ଡା ବି ବହୁତ ପଡ଼ିଯାଇଥିଲା। ଆମେ ବାହାରି ଗଲୁ ଘର ଅଭିମୁଖେ। ଘରେ ପହଞ୍ଚିଲା ବେଳକୁ ପୁରା ଥକି ଯାଇଥିଲି, କିନ୍ତୁ ଏତେ ଗୁଡ଼ା ସପିଂ କରିଦେଇଥିଲି ଯେ କଷ୍ଟ କିଛି ଜଣା ପଡ଼ୁନଥାଏ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।